ଆଜିର ଭିଡିଓଟି ଖାସ କରି ସେଇ ବାପା ମା ମାନଙ୍କ ପାଇଁ, ଯୋଉ ବାପା ମା ମାନେ ଦୁଇ ତିନୋଟି ଝିଅ ଜନ୍ମ କରିବା ପରେ ସେମାନେ କୁହନ୍ତି ଇଏ ପରଧନ ବୋଲି, ଝିଅ ପରଧନ ବୋଲି ଯେଉଁ ବାପା ମା ମାନେ କହୁଛନ୍ତି, ଏହିମାନଙ୍କୁ ମୁଁ କହି ରଖିବାକୁ ଚାହୁଁଛି, ତମେ ମାନେ ଯୋଉ ଅନ୍ଧବିଶ୍ୱାସ କରି ଯୋଉମାନଙ୍କ ଉପରେ ଯୋଉ କଳଙ୍କ ଲଦି ଦଉଛ ନା, ରେ ଚିନ୍ତା କରି ଦେଖ। ହେ ଭାଇ, ଝିଅ ପର ପର ନୁହେଁ କି ପର ଧନ ନୁହେଁ। କାହିଁକି ନା ଧନ ସିନା ଖର୍ଚ୍ଚ ହେଇଯାଏ ଝିଅ ବାହାଘର ବେଳେ, କିନ୍ତୁ ଝିଅ ଏମିତିକା ମୂଲ୍ୟବାନ ଅଟେ ଯେ ଯିଏକି ଦୁଇଟି ପରିବାରକୁ ଗୋଟିଏ ମାଳରେ ଯୋଡି ରଖିଥାଏ। ଝିଅ ହଉଛି ଗୋଟେ ବାପାଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। କହିବାର ମାନେ ହଉଛି ବାପା କି ମା ମରିବା ପର୍ଯ୍ୟନ୍ତ କେବଳ ଝିଅ ହିଁ ଚେଷ୍ଟା କରିଥାଏ ସେମାନଙ୍କର ସେବା କରିବା ପାଇଁ। ଶେଷରେ ସ୍ୱାମୀ ଘରୁ ସ୍ୱାମୀକୁ ଭୁଲ ମାଗି ଆସିଥାଏ ବାପାଙ୍କ ଘରେ 2-4 ଦିନ ରହି ବାପା କି ମୋ ମାର ସେବା କରିବି ବୋଲି। ତଥାପି ସେମାନେ ହେଇଯାଉଛନ୍ତି ପର ଧନ। କେଉଁ ପୁଅ ତମର ନିଜର ଧନ? ପୁଅ ଯଦି ତମର ନିଜର ଧନ ହେଇଥାନ୍ତା, ତାହେଲେ ତମେ ମାନେ ଯାଇକି ବୃଦ୍ଧାଶ୍ରମରେ ରୁହନ୍ତ ନାହିଁ। ତେଣୁ ପୁଅକୁ ଯେତିକି ସମ୍ମାନ ଦଉଛନ୍ତି ନା, ଝିଅକୁ ସେତିକି ସମ୍ମାନ ଦିଅନ୍ତୁ।